2017 ତାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଅବହେଳିତ ଗୁରୁଜନ ଓ ଅବହେଳିତ ଅନାଥ ପିଲାଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଉ ତାର ସଦସ୍ୟ ମାନେ ରକ୍ତଦାନ କରିବା ସହିତ ରକ୍ତ କଲେ ସଂଗ୍ରହ ପାଇଁ ଯୋଉମାନଙ୍କର ରକ୍ତ ଦରକାର ରୀତିମତ ବର୍ଷକୁ 2 ଥର ଶିବିର କରିବା ଏଇ ଟାଇପ ର କାର୍ଯ୍ୟକ୍ରମ ଆଉ ମାଗଣା ରକ୍ତ ପରୀକ୍ଷା ହଉ କି ଦାନ୍ତ ପରୀକ୍ଷା ହଉ ଆଖି ପରୀକ୍ଷା ହଉ ମେଡିସିନ କନସଲଟେସନ ଆୟୁର୍ବେଦିକ ମେଡିସିନ ଫ୍ରିରେ ଆଉ ହୋମିଓପାଥିକ ମେଡିସିନ ବି ଫ୍ରିରେ ୱିଥ ଡକ୍ଟର କନସଲଟେସନ। ତେଣୁ ଏଇ କାର୍ଯ୍ୟଧାରା ଭିତରେ ଆମେ ଇତିମଧ୍ୟରେ ତଳ ଉପର ହେଇକି 9ମ ବର୍ଷରେ ପହଞ୍ଚିଲୁ। କରୋନା ସମୟରେ ମ୍ୟୁନିସିପାଲିଟି ସାଙ୍ଗରେ ମିଶିକି ଆମେ ବହୁତ ରନ୍ଧା ଖାଦ୍ୟ ବି ଲୋକମାନଙ୍କୁ ଯୋଗାଉଛୁ। କାହିଁକି ଯୋଉ ବିଲ୍ଡିଂ ଗଭର୍ଣ୍ଣମେଣ୍ଟ ସରକାରୀ କ୍ୱାର୍ଟର ଗୁଡିକ ଅଧା ତିଆରି ହେଇକି ଥିଲା ସେଥିରେ ଲୋକମାନେ ରହିଯାଇଥିଲେ। ତେଣୁ ଆମର ଉଦ୍ଦେଶ୍ୟ ଯେ ଲୋକମାନେ ଅବହେଳିତ ଗୁରୁଜନ ହୁଅନ୍ତୁ ଯୋଉମାନେ କି ଅନାଥ ପିଲା ତାଙ୍କ ସାଙ୍ଗରେ ଯାଇ ତାଙ୍କ ସାଙ୍ଗରେ କିଛି ସେଲିବ୍ରେସନ କରି ଜନ୍ମଦିନ ବିବାହ ବାର୍ଷିକ ଏଇ ଟାଇପର କାର୍ଯ୍ୟକ୍ରମ କରୁ ସେମାନଙ୍କୁ କିଛି ମୁହୂର୍ତ୍ତ ଖୁସି ଦେବା ଆମର ଉଦ୍ଦେଶ୍ୟ। ଜଗନ୍ନାଥଙ୍କର ପ୍ରେମୀ ଜଣେ ଜଗନ୍ନାଥ ନିଜ ଆରୋଗ୍ୟ ପାଇଁ ଭାବନ୍ତି ଆଉ ସବୁ ଜାଗାରେ ଜଗନ୍ନାଥ ପ୍ରେମୀ ମାନଙ୍କୁ ଏକତ୍ରିତ କରି ତାଙ୍କୁ ପ୍ରବଚନ ବା ତାଙ୍କୁ ବିଭିନ୍ନ ପଣ୍ଡିତକୁ ଯଜ୍ଞ ଅନୁଷ୍ଠାନ କାଟି ଆଉ ଭଲ ଯୋଉମାନେ ଅଛନ୍ତି ମୁଖ୍ୟ ମାନଙ୍କୁ ଡାକିକି କଣ ଶ୍ରୀକ୍ଷେତ୍ର ହଉଛି ପୁରୀରେ ପ୍ରଭୁ ଜଗନ୍ନାଥ ହଉଛନ୍ତି ମର୍ତ୍ତ୍ୟ ବୈକୁଣ୍ଠରେ ଅଛନ୍ତି। ତେଣୁ ତାଙ୍କରି କାର୍ଯ୍ୟକ୍ରମ ଆମେ ସାରା ବିଶ୍ୱରେ କରିବାକୁ ପ୍ରଚାର ପ୍ରସାର ପ୍ରୟାସ କରୁଛୁ ସର୍ବଦା। ଆଜି ବି ଗୋଟେ ନୂତନ କାର୍ଯ୍ୟକ୍ରମ ରଥେ ଶ୍ରୀ ଜଗନ୍ନାଥ ଗୋଟେ ନୃତ୍ୟ ନାଟିକା କରାଯାଉଛି ସେଟା ସମସ୍ତେ ଉପଭୋଗ କରିବେ ବୋଲି ଆମେ ଭାବୁଛୁ। କାରଣ ଶାସ୍ତ୍ର ଓ ପରମ୍ପରା ଅନୁଯାୟୀ ଈଶ୍ୱରଙ୍କର ସବୁ କାର୍ଯ୍ୟକ୍ରମ କରାଯିବା କଥା କିନ୍ତୁ ମନୁଷ୍ୟ ଯୋଉ ପରିବର୍ତ୍ତନ କରିଦଉଛି ସେଥିପାଇଁ ସେ କରିବାକୁ ଯୋଗ୍ୟ ନୁହଁ। ତେଣୁ ସେଇ କାର୍ଯ୍ୟକ୍ରମକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କେମିତି କରାଯାଇ ପାରିବ ସେଇ ଜିନିଷ ପାଇଁ ଆମେ ଆଜିର କାର୍ଯ୍ୟକ୍ରମ ରଥେ ଶ୍ରୀ ଜଗନ୍ନାଥ ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟରେ ହିଁ ରଥଯାତ୍ରା ହେଇପାରିବ ଅନ୍ୟ ଦିନ ହେଇପାରିବ ନାହିଁ। ତେଣୁ ଏହି କାର୍ଯ୍ୟକ୍ରମ ଜଗନ୍ନାଥଙ୍କୁ ଠିକ ଭାବେ ବିଶ୍ୱରେ ଉପସ୍ଥାପିତ କରିବା ଆମର ଉଦ୍ଦେଶ୍ୟ। ତେଣୁ ଆମେ ସମସ୍ତ ଓଡିଆ ଭାଇ ମାନଙ୍କୁ ଆମେ ଅନୁରୋଧ କରୁଛୁ ତାଙ୍କର ଶାଣିତ ସ୍ୱର ସମସ୍ତେ ଉଠାନ୍ତୁ ମହାପ୍ରଭୁଙ୍କ ଖୁସି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଆଉ ଏଇ ଯୋଉ ବିରୋଧାଭାସ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବମାନନା କରାଯାଉଛି ତାହା ଆମ ପାଇଁ ଗ୍ରହଣୀୟ ନୁହେଁ। ତେଣୁ ଓଡିଶାବାସୀ ସମସ୍ତେ ମିଶିବାର ବେଳ ଆସିଛି ଏକତା ହୋଇକି ଆମେ ସମସ୍ତେ ଏଇ କାର୍ଯ୍ୟକ୍ରମ ଗୁଡିକ କରିବା ସବୁ ଜାଗାରେ ଓଡିଶାର ସମସ୍ତ ଜାଗାରେ କରିବା। ଆଜି ଅଛନ୍ତି ପଦ୍ମଶ୍ରୀ ଅଦିତ୍ୟ ଗଡନାୟକ ଆଉ ଆମର କାଡିଲ ଯୋଉଜି ଚୁଡ଼ି ସତ୍ୟବ୍ରତ ରାଉତରାୟ ଆଉ ମଧ୍ୟ ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରଧାନ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଜେପି ଆଉ ତାଙ୍କ ସାଙ୍ଗରେ ଅଛନ୍ତି ରାମନାରାୟଣ ପୂଜା ପଣ୍ଡା ଯିଏ ମନ୍ଦିର ଶ୍ରୀମନ୍ଦିରର ପୂଜା ପଣ୍ଡା ଆଉ ଆମର ଦେଉଳ ପୁରୋହିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଶିକାନ୍ତ ମିଶ୍ର ଏଭଳି ବରିଷ୍ଠ ଅତିଥି ମାନେ ଅଛନ୍ତି। ସବୁବେଳେ ସେମାନେ ବି ଆମ କାର୍ଯ୍ୟକ୍ରମରେ ଡାକିଲେ ଆସିବେ ଆସନ୍ତି ଆମର ବିଭିନ୍ନ କ୍ୟାମ୍ପ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦିଅନ୍ତି। ତେଣୁ ଆମେ ସମସ୍ତଙ୍କୁ ଏଇ ଜଗନ୍ନାଥଙ୍କ ପାଇଁ ସ୍ୱର ଉଠେଇବା ପାଇଁ ଆମେ ଅନୁରୋଧ କରୁଛୁ। ଅଦ୍ୱୈତ ଗଣନାଥ ମୂର୍ତ୍ତିକା ସମସ୍ତଙ୍କୁ ନେଇକିରି ଗୋଟେ ଜାଗାରେ ବସେଇ ତାଙ୍କୁ ସମ୍ମାନିତ କରିବା ଆଉ ରଜ ପର୍ବ ପାଳନ ସାଥିରେ ଏତେ ବଢିଆ ଆଟମୋସ୍ଫିୟର ମାନେ ସମସ୍ତେ ଏଠି ସବୁ ପ୍ରକାର ଆର୍ଟିଷ୍ଟ ଅଛନ୍ତି କେବଳ ଆର୍ଟିଷ୍ଟ ନୁହଁ ସାଇଣ୍ଟିଷ୍ଟ ଫିଲୋସଫର ରାଇଟର ସମସ୍ତେ ମିଶିକିରି ଗୋଟେ ସୁନ୍ଦର ବାତାବରଣ କରିଛନ୍ତି ଯୋଉ ବାତାବରଣରେ କିଏ ବି କିଛି କନସେପ୍ଟ ନେଇକିରି ଆସିକିରି ତାର ରେଜଲ୍ଟ ନେଇକିରି ଯିବ। ଆଉ ଏଇଟା ହଉଛି ଆମର ପୂର୍ବଜ ମାନେ କରିଥିଲେ ଯାହା ଦ୍ଵାରା କି ଆମେ ଏଇ ସବୁ ପର୍ବପର୍ବାଣୀ କରୁ। ଏଇ ପର୍ବପର୍ବାଣୀରେ ଆମେ ସମସ୍ତେ ଏକାଠି ହଉ ଗାଁରେ ଥିଲେ ବି ଆମେ ସମସ୍ତେ ଏକାଠି ହଉ ବନ୍ଧୁ ବାନ୍ଧବ ନେଇକିରି ସହରରେ ମଧ୍ୟ ଆମେ ମାନେ ସମସ୍ତେ ଏକାଠି ହଉଛେ ୟାକୁ ପାଳନ କରୁଛେ। ଆଉ ଯାହା ଆମର ଯାହାକୁ ସମ୍ମାନିତ କରିବା କଥା ଯୋଉ କଳାକାର ମାନେ ହେଲେ ଯାହା ମାନେ ଯୋଉମାନଙ୍କୁ ଆମେ ରେସପେକ୍ଟ ଦେବା କଥା ତା ମଧ୍ୟ କରୁଛେ। ତେଣୁ ମା ଭବାନୀ ଗ୍ରୁପ କୁ ବହୁତ ବହୁତ ଧନ୍ୟବାଦ ଏଇ ଟାଇପ ର କାର୍ଯ୍ୟକ୍ରମ କରୁଥାନ୍ତୁ ଆମ ମାନଙ୍କୁ